ଭଗବାନ ଶ୍ରୀକୃଷ୍ଣ କହନ୍ତି, ଯଦି କିଏ ତୁମକୁ କଷ୍ଟ ଦିଏ, ଛଳନା କରେ, ତାହେଲେ ତମେ କ'ଣ କରିବ? ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି, ତୁମେ କାହାକୁ ଦୁଃଖ ଦେଇ ମୋ ଠାରୁ ସୁଖ ଆଶା ରଖ ନାହିଁ। ଆଉ ଯଦି କାହାକୁ ଖୁସି ଦେଇଛନ୍ତି, ତେବେ ଦୁଃଖ ସମୟରେ ଚିନ୍ତା କର ନାହିଁ। ତୁମ ଦୁଃଖ ସମୟରେ ମୁଁ ତୁମ ପାଖରେ ସର୍ବଦା ଥିବି। ଯେତେବେଳେ ତୁମେ ଦୁଃଖ, କଷ୍ଟ ଓ କଟୁ କଥା ସହିବା ଶିଖିଯିବେ, ସେତେବେଳେ ଆପଣ ଜୀବନରେ ବଞ୍ଚିବା ସହଜ ହୋଇଯିବ। ସବୁବେଳେ ହସୁଥାଅ, ତେବେ ଯାଇ ଦୁନିଆ ତୁମ ସାଥିରେ ରହିବ। ନହେଲେ ଲୁହକୁ ତ ଆଖିରେ ବି ଜାଗା ମିଳେନି ଏବଂ ଏହି ଦୁନିଆ ଦୁଃଖୀ ଲୋକଙ୍କୁ କେବେ ବି ଜାଗା ଦିଏନି। ଜୀବନରେ ଯାହା ବି ହୁଏ କିଛି ଭଲ ପାଇଁ ହୋଇଥାଏ। ହୁଏତ ସେ ତୁମକୁ କିଛି ବନେଇଥାଏ, ନହେଲେ ତୁମକୁ କିଛି ଶିଖେଇଥାଏ। ଯେଉଁ ଭଗବାନଙ୍କ ରାତିରେ ଗଛ ଉପରେ ଶୋଇଥିବା ପକ୍ଷୀକୁ ପଡ଼ିବାକୁ ଦିଅନ୍ତି ନାହିଁ, ତେବେ ଚିନ୍ତା କରନ୍ତୁ, ସେହି ଭଗବାନ ତୁମକୁ ଏକା କେମିତି ଛାଡ଼ିପାରିବେ? ତେଣୁ ଭଗବାନ ସବୁବେଳେ ତୁମ ପାଖରେ ଅଛନ୍ତି। ଜୀବନ ବିଷୟରେ ଅଧିକ ଭାବନ୍ତୁ ନାହିଁ, କାରଣ କେଉଁ ପରାତ୍ମାକୁ ଆପଣଙ୍କୁ ଜୀବନ ଦେଇଛନ୍ତି, ସେ ବି କିଛି ଭାବିଥିବେ। ଯଦି କେହି ଆମକୁ କଷ୍ଟ ଦେଉଛି, ତ ଆମେ ଚୁପ୍ ରହିବା ଦରକାର, କାରଣ ଆମେ ଜବାବ ନ ଦେଲେ କ'ଣ ହେଲା, ସମୟ ନିଶ୍ଚୟ ଏହାର ଜବାବ ଦେଇଥାଏ। ଜୀବନରେ ଅନ୍ଧ, ମୂକ, ବଧିର ହୋଇ ନିଜ ଲକ୍ଷ୍ୟ ପାଇଁ ଚେଷ୍ଟା କରନ୍ତୁ, କାରଣ ଦୁନିଆରେ ଏପରି ବହୁତ ଲୋକ ଅଛନ୍ତି ଯିଏ ନିଜେ କିଛି କରନ୍ତି ନାହିଁ କି ଅନ୍ୟକୁ କିଛି କରିବା ପାଇଁ ଦିଅନ୍ତି ନାହିଁ ଓ ମନୋବଳକୁ ମଧ୍ୟ ଭାଙ୍ଗି ଦେଇଥାନ୍ତି। ତେଣୁ ଏହିଭଳି ଲୋକଙ୍କରୁ ଦୂରେଇ ରୁହନ୍ତୁ। କର୍ମକୁ ଡରନ୍ତୁ, ହେଲେ ଭଗବାନଙ୍କୁ ନୁହେଁ। ଭଗବାନ ତ କ୍ଷମା କରିଦିଅନ୍ତି, ହେଲେ କର୍ମ ନୁହେଁ। କର୍ମର ଫଳ ଆଜି ନହେଲେ କାଲି ନିଶ୍ଚିତ ମିଳିଥାଏ। ଜୀବନରେ ଯେତେ ଶାନ୍ତ ରହିବ, ନିଜକୁ ସେତେ ମଜବୁତ କରିପାରିବ, କାରଣ ଲୁହା ଥଣ୍ଡା ହେଲା ପରେ ମଜବୁତ ହୋଇଥାଏ। ଏହି ଦୁନିଆରେ ଲୋକ ଛୋଟ କଥାରେ ତୁମର ସାଥ ଛାଡ଼ି ଦିଅନ୍ତି, ଆଉ ଭଗବାନ ତୁମ ଛୋଟ ପ୍ରାର୍ଥନାରେ ବି ତୁମର ସାଥ ଦେଇଥାନ୍ତି। ଏହା ହିଁ ସତ୍ୟ। ଜୀବନ ଏମିତି ଏକ ଅନୁଭୂତି, ଯାହା ଅତୀତକୁ ଯାଇ ସୁଧାରି ହେବନି। ଅତୀତର ଅନୁଭୂତିକୁ ବର୍ତ୍ତମାନ କାମରେ ସୁଧାରନ୍ତୁ। ଯେଉଁ ଜୀବନରେ ଉତ୍ସାହ, ଲକ୍ଷଣ ଓ ଅନୁଶାସନ ନାହିଁ, ତାକୁ ଜୀବନର ଜୀଇଁବା ନୁହେଁ, ଜୀବନ କାଟିବା କୁହନ୍ତି। ଯେଉଁ ମନୁଷ୍ୟ ଭିତରେ ଆଧ୍ୟାତ୍ମିକ ମାନବିକତା ରହିଥାଏ, ସେହି ମନୁଷ୍ୟର ଚିନ୍ତାଧାରା ସବୁବେଳେ ଭଲ ହୋଇଥାଏ। ଯେମିତିକି ମୋତେ ମିଳିଥିବା କଷ୍ଟ ଭଗବାନ ଆଉ କାହାକୁ ନ ଦିଅନ୍ତୁ, ଆଉ ମୋତେ ମିଳିଥିବା ସୁଖ ଭଗବାନ ସମସ୍ତଙ୍କୁ ଦିଅନ୍ତୁ। ଜୀବନ ବହୁତ କିଛି ଶିଖାଇଥାଏ, କେବେ ହସାଇଥାଏ ତ କେବେ କନ୍ଦାଇଥାଏ। ନିଜଠାରୁ ଅଧିକ କାହା ଉପରେ ବିଶ୍ୱାସ କରନ୍ତୁ ନାହିଁ, କାରଣ ଅନ୍ଧାରରେ ନିଜ ଛାଇ ବି ନିଜ ସାଥ ଦେଇନଥାଏ। ଯଦି କେହି ତୁମକୁ ସତରେ ଭଲ ପାଉଛି, ତେବେ ସେ ତୁମକୁ ନିଶ୍ଚିତ ସମୟ ଦେବ, ସବୁ ପରିସ୍ଥିତିରେ ତୁମ ସାଥିରେ ରହିବ। କାହିଁକି ନା ସତ ଭଲ ପାଇବା ପରସ୍ପର ଖୁସି ଦେଖିବା, ଆଖିରେ ଲୁହ ନୁହେଁ। ଦୁନିଆରେ ସବୁ କର୍ମ ସହଜ ହୋଇଥାଏ, କେବଳ ହୃଦୟରୁ ଆଗ୍ରହ ଥିବା ଦରକାର। ସବୁବେଳେ ପରିଶ୍ରମ ଓ ଈଶ୍ୱରଙ୍କ ଉପରେ ବିଶ୍ୱାସ ରଖନ୍ତୁ। ଏହା ହିଁ ଜୀବନର ସଫଳତାର ମୂଳମନ୍ତ୍ର। ନିଜର ଇଚ୍ଛା ପୂର୍ଣ୍ଣ ନ ହେଲେ କ'ଣ ପାଇଁ ମନକୁ ଦୁଃଖ କରୁଛ? ଯାହା ଭାଗ୍ୟରେ ଲେଖା ଅଛି, ତାହା ହୋଇ ରହିବ, କାରଣ ଭାଗ୍ୟର ଲେଖାକୁ କେହି କେବେ ବଦଳାଇ ପାରିବେନି। ଜୀବନରେ ଗୋଟିଏ ରାସ୍ତା ବନ୍ଦ ହେଲେ ଭଗବାନ ତୁମ ପାଇଁ 10ଟି ରାସ୍ତା ଖୋଲା କରାଯାଇଛି। ଜୀବନରେ ଗରିବ ରହିବ ତ କେହି ଧ୍ୟାନ ଦେବେନି, ପରିଶ୍ରମ କରିବ ତ ସମସ୍ତେ ହସିବେ। ଯେତେବେଳେ ତୁମେ ସଫଳ ହୋଇଯିବ, ସେତେବେଳେ ସମସ୍ତେ ଜଳିବେ। ବେଳେବେଳେ ତୁମେ କିଛି ଭୁଲ ନ କରି ବି ଅନ୍ୟ ଆଗରେ ଖରାପ ହୋଇଯାଅ, କାରଣ ଦୁନିଆ ଲୋକ ଯାହା ଚାହୁଁଛନ୍ତି ସେମିତି ତୁମେ କର। ଦୁନିଆ ଲୋକଙ୍କ ଇଚ୍ଛା ବିରୋଧରେ ଆପଣଙ୍କ ପାଇଁ ଖରାପ। ଲୁହାକୁ କେବେ ବି ନଷ୍ଟ କରିପାରିବେ ନାହିଁ, କେବଳ ଲୁହାର କଳଙ୍କ ହିଁ ଲୁହାକୁ ନଷ୍ଟ କରିପାରିବ। ସେହିପରି ମନୁଷ୍ୟକୁ ଅନ୍ୟ କେହି ନୁହେଁ, କେବଳ ତା ଚିନ୍ତାଧାରା ନଷ୍ଟ କରିଥାଏ। ସେଥିପାଇଁ ଚିନ୍ତାଧାରା ଭଲ ରଖନ୍ତୁ, ନିଶ୍ଚିତ ଭଲ ହେବ। ଏତେ ଦୁର୍ବଳ ହୁଅ ନାହିଁ ଯେ କେହି ଆପଣଙ୍କୁ ଭାଙ୍ଗିଦେବ, ହେଲେ ନିଜକୁ ଏତେ ସବଳ ବନାନ୍ତୁ କି କେହି ଆପଣଙ୍କୁ ଭାଙ୍ଗିଲା ବାଲା ନିଜେ ଭାଙ୍ଗିଯିବ। ଏହି ଦୁନିଆର ମନୁଷ୍ୟକୁ ସାହାଯ୍ୟ କରିବାକୁ ଯାହାର କେହି ନାହାନ୍ତି, ତାକୁ ସାହାଯ୍ୟ ପାଇଁ ଭଗବାନ ଅଛନ୍ତି। ସ୍ୱାର୍ଥରେ ନିର୍ମିତ ସମ୍ପର୍କ ସ୍ୱାର୍ଥ ସରିଗଲେ ଦୂରେଇ ଯାଏ। ହୃଦୟରୁ ନିର୍ମିତ ସମ୍ପର୍କ ଜୀବନର ଶେଷ ଯାଏଁ ସାଥିରେ ରହେ। ଯେଉଁଦିନ ଆମେ ବୁଝିଯିବା କି
ସାମ୍ନାବାଲା ଭୁଲ ନୁହେଁ, ବାସ୍ ତା'ର ଚିନ୍ତାଧାରା ଭୁଲ। ସେହିଦିନ ଠାରୁ ଜୀବନର ସବୁ କଷ୍ଟ ଦୂରେଇଯିବ। ମଣିଷର ଭଲ କର୍ମର ସମସ୍ତେ ଚୁପ୍ ଥାଆନ୍ତି। ଯେତେବେଳେ ମଣିଷ ଖରାପ କର୍ମ ପାଇଁ ଚର୍ଚ୍ଚା ହୁଏ, ସେତେବେଳେ ମୂକ ବି କହି ବସେ। ଯଦି କେହି ଏକା ଅଛି, ତା ମାନେ ନୁହେଁ ଯେ ତାକୁ କେହି ପସନ୍ଦ କରୁନାହାନ୍ତି। ତା ଅର୍ଥ ସେ ଦୁନିଆକୁ ବହୁତ ଭଲ ଭାବରେ ବୁଝି ସାରିଛି। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ମୁଁ ତୁମକୁ ଅତୀତକୁ ବଦଳାଇ ପାରିବି ନାହିଁ, ହେଲେ ବର୍ତ୍ତମାନ ଭଲ କର୍ମ କରିଚାଲ, ନିଶ୍ଚିତ ତୁମେ ଭବିଷ୍ୟତରେ ଭଲ ରହିବ। ଶ୍ରୀକୃଷ୍ଣ କହିଛନ୍ତି, ଯଦି କେହି ତୁମ ମୂଲ୍ୟ ବୁଝୁନାହିଁ, ତେବେ ମନ ଦୁଃଖ କର ନାହିଁ, କାରଣ ସୁନାର ମୂଲ୍ୟ କଦାପି ବୁଝିପାରେ ନାହିଁ। ଚୁପ୍ ରହିବା ଏବଂ ହସିବା ଏହି ଦୁଇଟି ଜୀବନର ମୂଲ୍ୟବାନ ଉପକରଣ। ଚୁପ୍ ରହିବା ଦ୍ୱାରା ସବୁ ସମସ୍ୟାର ସମାଧାନ ମିଳିଥାଏ। ହସିବା ଦ୍ୱାରା ସମସ୍ୟା କେତେବେଳେ ମିଳିଯାଏ ଜଣାପଡ଼େ ନାହିଁ। କେବଳ ଧକ୍କା ଦେବା ଧୋକାବାଜ ହୋଇନଥାଏ, ବେଳେବେଳେ ନିଜର ହେବାର ଛଳନା କରୁଥିବା ଲୋକ ବି ପରମ ଧୋକାବାଜ ହୋଇଥାଏ। ସାହସ ହରାନ୍ତୁ ନାହିଁ, କାରଣ ଏବେ ତୁମକୁ ବହୁତ ଆଗକୁ ଯିବାକୁ ଅଛି। ଯିଏ ତୁମକୁ ଅଯୋଗ୍ୟ ବୋଲି କହିଥିଲେ, ତାଙ୍କୁ କିଛି କରି ଦେଖିବାର ଅଛି। ଏହି ଅମୂଲ୍ୟ ଜୀବନ ମନଭରି ଉପଭୋଗ କରିବା ପାଇଁ ମିଳିଛି। ଏଥିରେ ଲୋକେ କ'ଣ ଭାବିବେ ଭାବି ନଷ୍ଟ କରନ୍ତୁ ନାହିଁ। କାହାର ଖରାପ ସମୟରେ ତା ହାତ ନିଶ୍ଚିତ ଧରନ୍ତୁ, ସାହାରା ଦିଅନ୍ତୁ, ସାହସ ବଢ଼ାନ୍ତୁ, କାରଣ ଖରାପ ସମୟ ତ କିଛି ସମୟ ପରେ ଚାଲିଯିବ, କିନ୍ତୁ ତାଙ୍କ ଆଶୀର୍ବାଦ ସାରା ଜୀବନ ପାଇଁ ରହିଯିବ। ମଣିଷ ସକାଳୁ ସନ୍ଧ୍ୟା ଯାଏ କାମ କରି ଥକିଯାଏନି, ଯେତିକି ସେ ଚିନ୍ତା ଏବଂ କ୍ଷଣିକ ପାଇଁ କ୍ରୋଧରେ ଥକିଯାଏ। ତ ଆଜିର ଭିଡ଼ିଓଟି ଯଦି ଭଲ ଲାଗିଥାଏ, ପ୍ଲିଜ୍ ସବସ୍କ୍ରାଇବ୍ କରିବେ। ମୋ ଚ୍ୟାନେଲକୁ ସେୟାର କରନ୍ତୁ, ଲାଇକ୍ କରନ୍ତୁ। ଭିଡ଼ିଓଟି କେମିତି ଲାଗିଲା କମେଣ୍ଟରେ ନିଶ୍ଚିତ ଜଣାଇବେ। ଥ୍ୟାଙ୍କ ୟୁ।